বয়স মাত্র 6 ବର୍ଷ 7 ମାସ। এই 6 ବର୍ଷ 7 ମାସରେ ନିଜର ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମିତ କରି ଆଜି ବାଲିଗୁଡ଼ା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଲିବ୍ରାଂଶୁ ପାତ୍ର। ଆଜି ଆମେ ଅଛୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସୁନାପାଙ୍ଗାରେ। ଆଜି ଲିବ୍ରାଂଶୁ ପାତ୍ର 6 ବର୍ଷ 7 ମାସରେ ନିଜର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ এই অঞ্চল নিমন্তে পরিবার নিমন্তে গর্ব এবং গৌরব আনিছন্তি। তেবে আসন্তু মানে সিধাসলখ আমানক সহিত লিব্রাংশু তাଙ୍କ পরিবার অছন্তি ଆମେ ସିଧାସଳଖ କଥାବାର୍ତ୍ତା ହେବା। ମୁଁ ପ୍ରଥମରେ ଆମକୁ ଲିବ୍ରାଂଶୁ ପାତ୍ର ଯିଏ ନିଜର ନାମକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମିତ କରିଛନ୍ତି ତାଙ୍କ ସହିତ କଥାବାର୍ତ୍ତା କରିବା। ପ୍ରଥମରେ ବଡ଼ ଖବର ପରିବାର ପକ୍ଷରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଯୋଗୁଁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। କ'ଣ କହିବେ, କେତେ ଖୁସି ଅଛନ୍ତି ଏହି ରେକର୍ଡ ପାଇକିରି? ବହୁତ ଖୁସି ଅଛି। ଆପଣ ନା ଲିବ୍ରାଂଶୁ ପାତ୍ର କେତେ ଶ୍ରେଣୀରେ ପାଠ ପଢୁଛନ୍ତି? 2 କୋଉ ସ୍କୁଲରେ ପଢୁଛନ୍ତି? ସାଇପ୍ରଭୁଜୀ ଗଭର୍ଣ୍ଣମେଣ୍ଟ ସ୍କୁଲ। ଆପଣ ମାନେ ଯେମିତି ଶୁଣୁଥିଲେ ଗୋଟିଏ ବେସରକାରୀ ସ୍କୁଲରେ ସେ ପାଠ ପଢୁଛନ୍ତି। କଥା କହିବା ମଧ୍ୟ ଠିକରେ ଆସୁନାହିଁ, କିନ୍ତୁ ଆଜି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ରଖି ଅଞ୍ଚଳ ନିମନ୍ତେ ପରିବାର ନିମନ୍ତେ ଗୌରବ ଆଣିଛନ୍ତି। ଆମ ସହିତ ତାଙ୍କ ମମି ଅଛନ୍ତି, ଆମେ ତାଙ୍କ ସହିତ କଥାବାର୍ତ୍ତା କରିବା। କ'ଣ କହିବେ ତାଙ୍କର ଏଇ ଯୋଉ ଗୁଣ ଆପଣ କେବେଠୁ ଜାଣିଲେ ଏବଂ ସେ ବର୍ତ୍ତମାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି? 6 ବର୍ଷ 7 ମାସର ଶିଶୁ ସାରା ଭାରତ ଆଜି ଲିବ୍ରାଂଶୁ ପାତ୍ରକୁ ଜାଣିଛି। କେତେ ଖୁସି ଅଛନ୍ତି ଏବଂ କେତେ ଆପଣ ତାଙ୍କୁ ସହଯୋଗ କରିଛନ୍ତି? ବହୁତ ଖୁସି ଅଛି। ମୋ ପୁଅ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ହାସଲ କରିଥିବାରୁ ସେ ବହୁତ ପରିଶ୍ରମ ବି କରେ। ଯାହା କୁହେ ଥରେ ଗୋଟେ ଥର କହିଲେ ସିଏ ମନେ ରଖିଦିଏ। ମୁଁ ଯେତିକି ପରିଶ୍ରମ କରୁଛି ମୋଠୁ ଅଧିକା ସିଏ ବି ପରିଶ୍ରମ କରୁଛି। ବହୁତ ଖୁସି ଅଛି ମୁଁ। ପାଠ ସେ କେମିତି ପଢୁଛି? ପାଠ ବି ବହୁତ ଭଲ ପଢ଼େ। ଆପଣ ମାନେ ଯେମିତି ଶୁଣୁଥିଲେ ତାଙ୍କର ମମି ଯେମିତି କହୁଥିଲେ, ଯାହା ସେ ଥରେ ଶୁଣେ ତାହା ସବୁବେଳେ ତାର ମନରେ ରଖେ। ଗୋଟିଏ ମିନିଟ୍ 3 ମିନିଟ୍ରେ 100ଟି ଆମମାନଙ୍କର ଜିକେର ଉତ୍ତର ଦେଇ ସେ ନିଜର ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମିତ କରିଛନ୍ତି। ତେବେ ଆମମାନେ ଲିବ୍ରାଂଶୁକୁ ପଚାରିବା, ତାଙ୍କର ମମି ପ୍ରଶ୍ନ କରିବେ, 3 ମିନିଟ୍ରେ ସେ 100ଟି ଜିକେର ଉତ୍ତର ଫଡ଼ ଫଡ଼ କରି କହିଦେଉଛନ୍ତି, ଯଦ୍ୱାରା ସେ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପଞ୍ଜୀକୃତ କରିବା ନିମନ୍ତେ ସକ୍ଷମ ଅଛନ୍ତି। ମୁଁ ତାଙ୍କ ମମିକୁ ପଚାରିବି ଏବଂ ଶୁଭ୍ରାଂଶୁ ତାଙ୍କର ଉତ୍ତର, ଲିବ୍ରାଂଶୁ ପାତ୍ର ତାଙ୍କର ଉତ୍ତର ଦେବେ। କ୍ୟାପିଟାଲ ଅଫ୍ ଇଣ୍ଡିଆ, ଦିଲ୍ଲୀ, କ୍ୟାପିଟାଲ ଅଫ୍ ଓଡ଼ିଶା, ଅମୃତସର, ନ୍ୟାସନାଲ ଆନିମଲ, ନ୍ୟାସନାଲ ବାର୍ଡ, ନ୍ୟାସନାଲ ଫ୍ଲାୱାର, ନ୍ୟାସନାଲ ଫୁଡ, ନ୍ୟାସନାଲ ଟ୍ରି, କଲର ଅଫ୍ ନ୍ୟାସନାଲ ଫ୍ଲାଗ, ସନରାଇଜିଂ, ଆର୍ଟ ସାଟେଲାଇଟ୍, ଡେ ଇନ୍ ଏ ୱିକ୍, month in a year, hour in a day, color of water, gas released by plant, planet we live on, largest planet, smallest planet, red planet, not star of earth, father of nation, India currency, national flag designer, Republic Day, Independence Day, Gandhi Jayanti, Children's Day, Teachers Day, Earth Day, human body color, largest state of India, minute in a hour, season in a minute, season in a year, day in a year. ଆପଣମାନେ ଯେମିତି ଶୁଣୁଥିଲେ 3 ମିନିଟ୍ରେ ସେ ପାଖାପାଖି 100ରୁ ଉର୍ଦ୍ଧ୍ୱ ଜିକେର ଆନ୍ସର ନିଜ ପାଟିରେ ସେ କହୁଛନ୍ତି। ବଡ଼ ଆଶ୍ଚର୍ଯ୍ୟର ବିଷୟ, ନିଜର ନାମ ଏବଂ ନିଜର ସମସ୍ତ କାମ ସେ କରିବା ନିମନ୍ତେ ଅସକ୍ଷମ, କିନ୍ତୁ ତାଙ୍କର ଜ୍ଞାନ ବିଚକ୍ଷଣ ବୁଦ୍ଧି ଯୋଗୁଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ କରି ଅଞ୍ଚଳ ପାଇଁ ପରିବାର ନିମନ୍ତେ ଗୌରବ ଆଣୁଛନ୍ତି ଲିବ୍ରାଂଶୁ ପାତ୍ର। ଆମ ସହିତ ତାଙ୍କର ବାପା ଅଛନ୍ତି, ସେ କେତେ ଖୁସି ଅଛନ୍ତି ଏବଂ କେତେ ସପୋର୍ଟ କରନ୍ତି ତାଙ୍କ ଛୋଟ ପୁଅକୁ। ଆସନ୍ତୁ ଆମେ ପଚାରିବା, କ'ଣ କହିବେ ଆଜ୍ଞା? ଏତେ ଛୋଟ ବେଳୁ ଆପଣଙ୍କ ନାମ ବହୁତ ଗର୍ବ ଉଚ୍ଚାରେ ରଖିଛି, କ'ଣ କହିବେ? ମୁଁ ବହୁତ ଖୁସି ଅଛି, ନିଜକୁ ଗର୍ବ ମନେ କରୁଅଛି। ମୋ ପୁଅ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବାରୁ ବହୁତ ଉତ୍ସାହ ଅଛି, ବହୁତ ମୁଁ ଗର୍ବ ଅଛି। ଆପଣଙ୍କର ଯେଉଁ ଛୋଟ ଛୁଆ ଅଛି, ଏମିତି ଅନେକ ବାପା ମାଆଙ୍କର ପିଲାମାନେ ଅଛନ୍ତି, ଆପଣ କ'ଣ କହିବେ ଆଜିର ବାପା ମାଆଙ୍କୁ? ଆପଣ କ'ଣ କହିବେ? ମୁଁ ତ କହିବି ସମସ୍ତ ବାପା ମା ନିଜ ପିଲାମାନଙ୍କୁ ଗାର୍ଡ଼ କରନ୍ତୁ, ଆଉ ଆଗକୁ ଯେମିତି ଯିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ, ଆଉ ପିଲାମାନେ ଉପରକୁ ଯାଇକି ଯେମିତି ବାପା ମାଆଙ୍କର ନାଁ ରଖିବେ, ଦେଶର ନାଁ ରଖିବେ, ଗାଁର ନାଁ ରଖିବେ, ସେଥିପାଇଁ ମୁଁ ସମସ୍ତଙ୍କୁ କହିବି ପିଲାମାନଙ୍କୁ ଉତ୍ସାହ କରନ୍ତୁ। ଆପଣଙ୍କର ଯେଉଁ ଲିବ୍ରାଂଶୁ ପାତ୍ର ଅଛି, ତାର ପାଠ ପଢ଼ାରେ ରୁଚି ଅଛି, ତାର ଭଲ ନଲେଜ ଅଛି, ସେ ବଡ଼ ହେଲେ କ'ଣ ହେବ ବୋଲି ସେ କହୁଛି ଏବଂ ତାଙ୍କର ଆଶାକୁ ଆପଣ କ'ଣ ପୂରଣ କରିବେ? ସେ ତ ପିଲା ଦିନରୁ ବହୁତ ଛୋଟ ଥିଲା, ସେବୁଠୁ ବହୁତ ସେ ଭଲ ପାଠ ପଢ଼ା କରେ, ପାଠ ପଢ଼ା ପଢ଼ି ସହିତ ଖେଳ ବି ସେ ଖେଳେ, ଆଉ ବହୁତ ସେ ବଡ଼ ହେଲେ କହୁଛି ମୁଁ IPS ହେବି। ସେଥିପାଇଁ ଆମେ ବି ଉତ୍ସାହ ଦେଉଛୁ ତାକୁ ଯେ ସେ ଆଗକୁ ଯାଉ, ଯେମିତି ସେ ବଡ଼ ମଣିଷ ହେବ।
ସମସ୍ତଙ୍କର ନାଁ ରଖିବ ସେଥିପାଇଁ ତାକୁ ପ୍ରୋତ୍ସାହନ ଦିଆଯାଉଛି। ଆପଣମାନେ ଯେମିତି ଶୁଣୁଥିଲେ ତାଙ୍କ ପରିବାର ଲିବ୍ରାଂଶୁ ପଛରେ ସଦାସର୍ବଦା ଅଛନ୍ତି। ସେ ବଡ଼ ହେଲେ ଜଣେ IPS ଅଫିସର ହେବ, ସେଥିପ୍ରତି ମଧ୍ୟ ନିଜର ପରିବାର ତାଙ୍କ ପଛରେ ଯାହା ଆବଶ୍ୟକ ବିଷୟ ତାହା ଯୋଗାଇବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଛନ୍ତି। କନ୍ଧମାଳ ଜିଲ୍ଲା ସୁନାପାଙ୍ଗାରୁ ସନ୍ଦୀପ କୁମାର ନାୟକ, ବଡ଼ ଖବର।